ଆଜିର ସକାଳ ଜଳଖିଆ ସମ୍ପୂର୍ଣ୍ଣ ନିଆରା ଆଉ ସମ୍ପୂର୍ଣ୍ଣ ନୂଆ। ସ୍ୱାସ୍ଥ୍ୟକର ଯେମିତି ସ୍ୱାଦିଷ୍ଟ ବି ସେମିତି 100% ବାଜି ଲଗେଇକି କହୁଛି ଆପଣମାନେ କେବେ ବି ବନେଇ ନଥିବେ ଏମିତି। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ପୁରା ମୁସମୁସିଆ ଗଜା କୋଳଥ ଦୋସା ସହିତ ଚଟପଟା କୁନ୍ଦୁରି ଚଟଣି ଆସନ୍ତୁ କରିବା ପ୍ରସ୍ତୁତ, ଯାହାକି ଯେତିକି ସ୍ୱାସ୍ଥ୍ୟକର ତାଠୁ ଅଧିକ ସ୍ୱାଦିଷ୍ଟ। ତେବେ ଆସନ୍ତୁ ଆଜିର ପ୍ରସ୍ତୁତି ଆରମ୍ଭ କରିବା। ଦର୍ଶକ ବନ୍ଧୁ ଆପଣମାନେ ତ ସମସ୍ତେ ଜାଣନ୍ତି କୋଳଥ ଆମ ଦେହ ପାଇଁ କେତେ ଭଲ। କୋଳଥର ଇଂରାଜୀ ନାମ ହେଉଛି ହର୍ସ ଗ୍ରାମ। ନାଁରୁ ଆପଣମାନେ ଜାଣିପାରୁଥିବେ କୋଳଥ ଆମ ଦେହ ପାଇଁ କେତେ ଲାଭପ୍ରଦ। ପ୍ରଥମେ ଆମେ କ'ଣ କରିବା ନା ଗୋଟେ ଗିନା କୋଳଥକୁ ଭଲ ଭାବରେ ଧୋଇକି ତାକୁ ରାତି ସାରା ବତୁରେଇ ଦେବା। ଯେହେତୁ ଆମେ ଗଜା କୋଳଥ ପ୍ରସ୍ତୁତ କରିବା ନିହାତି 12 ଘଣ୍ଟା ଖଣ୍ଡେ ବତୁରେଇବାକୁ ପଡ଼ିବ। ଏଠି ଦେଖନ୍ତୁ ମୁଁ ରାତି ସାରା ବତୁରେଇ ଦେଇଥିଲି କୋଳଥକୁ। ଆଉ ଏଇ ଯେଉଁ ଦେଖୁଛନ୍ତି କୋଳଥର ପାଣି, ଏଇ ପାଣିଟା ବି ଦେହ ପାଇଁ ବହୁତ ଭଲ। ଏମିତିକି କିଡ଼ନୀରେ ଯଦି ଷ୍ଟୋନ୍ ହେଇଥିବ ତାକୁ ମଧ୍ୟ ମେଲ୍ଟ କରେଇଦେବ ଏଇ ପାଣି, ଏତେ ସ୍ୱାସ୍ଥ୍ୟପ୍ରଦ। ଆପଣମାନେ ସବୁଠୁ ସହଜରେ ଏମିତି ଷ୍ଟ୍ରେନରରେ ପ୍ରସ୍ତୁତ କରିପାରିବେ ଗଜା, ବହୁତ ସହଜରେ ପ୍ରସ୍ତୁତ ହେଇଯିବ। ମୁଁ ଏଠି ନେଇଛି ଗୋଟେ ଜାଲି, ସେଥିରେ ଆମେ ଦେଇଦେବା ଏଇ କୋଳଥ ସବୁକୁ, ବତୁରା କୋଳଥକୁ। ତାପରେ ଆପଣମାନେ ଘୋଡ଼େଇକି ରଖିଦେବେ ପୁଣି 12 ଘଣ୍ଟା। ତାମାନେ ସକାଳୁ ଯଦି ଏମିତି ରଖିବେ ରାତି ପର୍ଯ୍ୟନ୍ତ ଏମିତି ହିଁ ରଖିଦେବେ। ତାପରେ ରାତିରେ ଆଉ ଟିକେ ଭଲ ଭାବରେ ପାଣି ଟିକେ ଛିଞ୍ଚିଦେଲେ ତା ପରଦିନ ସକାଳକୁ ବଢ଼ିଆ ଭାବରେ ଗଜା ହେଇଯାଇଥିବ। ଏଠି ଦେଖନ୍ତୁ କେତେ ସୁନ୍ଦର ପୁରା ଛୋଟ ଛୋଟ ଗଜା ବାହାରି ଯାଇଛି। ଆମେ ଆଜି ପ୍ରସ୍ତୁତ କରିବା ପୁରା କ୍ରିସ୍ପି ବା ମୁସମୁସିଆ ଦୋସା ଏଇ ଗଜା କୋଳଥରେ। ଖାଇବାକୁ ବେଶ ସୁଆଦିଆ ଲାଗିବ। ଯେହେତୁ କୋଳଥଠୁ ଗଜା କୋଳଥ ଆହୁରି ସ୍ୱାସ୍ଥ୍ୟପ୍ରଦ, ଆପଣମାନେ ଏମିତି ଗଜା କୋଳଥରେ ପ୍ରସ୍ତୁତ କରିପାରିବେ। ଯେକୌଣସି ରେସିପି ଖାଇବାକୁ ଯେତିକି ସ୍ୱାଦିଷ୍ଟ ଦେହ ପାଇଁ ବି ବହୁତ ଭଲ। ଏଠି ଦେଖନ୍ତୁ ଗଜା ବହୁତ ବଢ଼ିଆ ଭାବରେ ପ୍ରସ୍ତୁତ ହେଇଯାଇଛି। ଏଇ ଗଜା କୋଳଥରେ ଆପଣମାନେ ତଡ଼କା ଡାଲି ବି ପ୍ରସ୍ତୁତ କରିପାରିବେ, ଖାଇବାକୁ ବେଶ ସୁଆଦିଆ। ପୁରା ପ୍ରସ୍ତୁତି ପ୍ରଣାଳୀ ମା ଗେଲୁ ହାଣ୍ଡିଶାଳ ଚ୍ୟାନେଲରେ ଅଛି, ଆପଣମାନେ ଦେଖିପାରିବେ। କୋଳଥ ଦୋସାକୁ ଆମେ ପୁରାପୁରି କ୍ରିସ୍ପି କରିବା ପାଇଁ ନେବା ଏଠି ଅରୁଆ ଚାଉଳ। ଅରୁଆ ଚାଉଳକୁ ମୁଁ ବତୁରେଇକି ନେଇଛି। ଯେତିକି ନେବେ କୋଳଥ ତାର 1/4 ନେବେ ଚାଉଳ। ଚାଉଳକୁ ମଧ୍ୟ ମୁଁ ଧୋଇକି ଭଲ ଭାବରେ ରାତି ସାରା ବତୁରେଇକି ରଖିଦେଇଥିଲି। କେବଳ ଗଜା କୋଳଥରେ ପ୍ରସ୍ତୁତ କରିବେନି, ଚକୁଳି ହଉ କିମ୍ବା ଦୋସା ହଉ, ସେଥିରେ ଚାଉଳ ମିଶାଇଲେ ବହୁତ ବଢ଼ିଆ କ୍ରିସ୍ପି ବା ମୁସମୁସିଆ ହେବ। ଏବେ ଆମେ ପ୍ରଥମେ ବତୁରା ଅରୁଆ ଚାଉଳ ଦେଇଦେବା, ତାପରେ ଗଜା କୋଳଥ ଦେବା, ଅଦା ଦେବା ଆଉ କଞ୍ଚା ଲଙ୍କା ଦେବା। ତା ସହିତ ଜିରା ଗୋଟେ ଛୋଟ ଚାମଚ ଦେବା। ବହୁତ ବଢ଼ିଆ ବାସ୍ନା ଆଉ ସ୍ୱାଦ ବି ବହୁତ ବଢ଼ିଆ ରହିବ। ଆଉ ଆମର ଦୋସାକୁ ଆହୁରି ସ୍ୱାଦିଷ୍ଟ ଆଉ ଆହୁରି ସ୍ୱାସ୍ଥ୍ୟକର କରିବା ପାଇଁ ମୁଁ ଏଠି ନେଇଛି ଗୋଟେ ମୁଠା ଭୃଷଙ୍ଗ ପତ୍ର। ଆପଣମାନେ ବି ସମସ୍ତେ ଜାଣନ୍ତି ଭୃଷଙ୍ଗ ପତ୍ର ଆମର ତ୍ୱଚା ଆଉ ଆମର କେଶ ପାଇଁ କେତେ ଲାଭପ୍ରଦ। ନିଶ୍ଚୟ ଆପଣମାନେ ଏଇ ଦୋସାରେ ଭୃଷଙ୍ଗ ପତ୍ର ଟିକେ ଅଧିକ ପକାଇବେ, ବହୁତ ବଢ଼ିଆ ଲାଗିବ। ତା ସହିତ ଆମେ ନେଇଯିବା କିଛି ଧନିଆ ପତ୍ର, ଯାହାଫଳରେ କି ଆମେ ଯେଉଁ ପ୍ରସ୍ତୁତ କରିବା ଘୋଳଟି ପୁରାପୁରି ସବୁଜ ରଙ୍ଗ ବା ପୁରା ଗ୍ରୀନ୍ କଲର୍ ହେଇକି ପ୍ରସ୍ତୁତ ହେବ। ଆଉ ଅଳ୍ପ ପାଣି ଦେଇକି ଭଲ ଭାବରେ ଚିକ୍କଣ କରିକି ବାଟିଦେବା। ଅତ୍ୟଧିକ ପାଣି ଦେବେନି, ହାଲକା ମାନେ ଯେତିକି ବାଟି ହେବା ପାଇଁ ଦରକାର ସେତିକି ପ୍ରଥମେ ପାଣି ଦେବେ। ତାପରେ ଆମେ ଦରକାର ପଡ଼ିଲେ ପାଣି ଅଳ୍ପ ଅଳ୍ପ କରିକି ଦେବା। ଏଠି ଦେଖନ୍ତୁ ଆମର ପ୍ରସ୍ତୁତ ହେଇଯାଇଛି ଗଜା କୋଳଥ ଆଉ ଚାଉଳର ପୁରା ସ୍ମୁଥ୍ ବା ଚିକ୍କଣ ଆମର ବ୍ୟାଟର ପ୍ରସ୍ତୁତ ହେଇଯାଇଛି। ଆମେ ଏଇ ଘୋଳ ବା ବ୍ୟାଟରରୁ ପ୍ରସ୍ତୁତ କରିବା ପୁରା କ୍ରିସ୍ପି ଦୋସା। ଆଉ ଏଇ ଯେଉଁ ଆମେ ପ୍ରସ୍ତୁତ କଲେ ଘୋଳଟି, ଆକୁ ବେଶୀ ସମୟ ରଖିବାର ନାହିଁ କି ଏଥିରେ ଖାଇବା ସୋଡ଼ା ଇନୋ କିଛି ବି ପକାଇବାର ଆବଶ୍ୟକତା ନାହିଁ। ଏବେ ଆମେ ତାକୁ ଘୋଡ଼େଇକି ମାତ୍ର 10 ମିନିଟ୍ ପାଇଁ ଛାଡ଼ିଦେବା। ସେଇ 10 ମିନିଟ୍ ଭିତରେ ଆସନ୍ତୁ ପ୍ରସ୍ତୁତ କରିବା ପୁରା ଚଟପଟା ସୁଆଦିଆ କୁନ୍ଦୁରିରେ ଚଟଣି। ଆପଣମାନେ କେବେ କୁନ୍ଦୁରି ଚଟଣି ଖାଇଛନ୍ତି କି? ଯଦି ଖାଇନାହାନ୍ତି କିମ୍ବା ବନେଇ ନାହାନ୍ତି, ଥରେ ଏମିତି ବନାନ୍ତୁ, ଦେଖିବେ ଏତେ ସୁଆଦିଆ ଲାଗିବ, ପୁରା ହାତ ଚାଟିକି ଆପଣମାନେ ଖାଇଦେବେ। ଏବେ ଆମେ ନେବା କୁନ୍ଦୁରି। ମୁଁ ଏଠି 250 ଗ୍ରାମର କୁନ୍ଦୁରି ନେଇଛି। କୁନ୍ଦୁରିକୁ ଭଲ ଭାବରେ ଧୋଇଦେବା। ଧୋଇ ସାରିବା ପରେ ତାର ଦୁଇ ପଟ ସାଇଡ଼କୁ କାଟିକି ଛୋଟ ଛୋଟ ଖଣ୍ଡ କରିକି ରଖିବା। ଦେଖନ୍ତୁ ପୁରା ଛୋଟ ଛୋଟ କରିକି କାଟିବେ, ବହୁତ ଜଲ୍ଦି ପ୍ରସ୍ତୁତ ହେଇଯିବ। ଏବେ ଆମେ ନେବା ଗୋଟେ ହାଣ୍ଡି। ହାଣ୍ଡିରେ ଦେଇଦେବା ତେଲ, ମିଡ଼ିୟମ୍ ଫ୍ଲେମ୍ କରିକି ରଖିବା। ଆମେ ଏଠି ନେବା 2 ବଡ଼ ଚାମଚ ଚିନାବାଦାମ, ଗୋଟେ ଛୋଟ ଚାମଚ ଜିରା, ଗୋଟେ ଛୋଟ ଚାମଚ ଧନିଆ ଆଉ ଗୋଟେ ଛୋଟ ଚାମଚ ବିରି ଡାଲି। ଏତିକି ଜିନିଷ ପକାଇକି ଆମେ କିଛି ସମୟ ପାଇଁ ଭାଜିଦେବା।
2 ରୁ 3 ମିନିଟ୍ ପାଇଁ ହାଲକା ଭାଜିଦେବା ଫଳରେ ଚିନାବାଦାମ ବିରି ଡାଲି ଏସବୁ ବଢ଼ିଆ ଭାବରେ ଭାଜି ହେଇଯିବ ଆଉ ବଢ଼ିଆ ହେଇକି ଆମର ଯେଉଁ ଚଟଣି ପ୍ରସ୍ତୁତ କରିବା ପୁରା ବହୁତ ଥିକନେସ୍ ହେଇକି ପ୍ରସ୍ତୁତ ହେବ। ତାପରେ ଦେଇଦେବା କଞ୍ଚା ଲଙ୍କା, ରାଗ ଯେତିକି ଆପଣମାନେ ଖାଉଥିବେ ସେଇ ଅନୁସାରେ। ଏବେ ଆମେ ଦେଇଦେବା ଯେଉଁ କୁନ୍ଦୁରିକୁ ଛୋଟ ଛୋଟ କରିକି କାଟିକି ରଖିଥିଲେ ସେଇ ସବୁ କୁନ୍ଦୁରିକୁ ଦେଇ ସାରିବା ପରେ ଦବା ଅଳ୍ପ ଟିକେ ହଳଦୀ ଗୁଣ୍ଡ। ତା ସହିତ ମୁଁ ଏଠି ନେଇଛି 3ଟା ପାଚିଲା ଟମାଟୋ, ଟିକେ ବଡ଼ ସାଇଜ୍ର ଟମାଟୋ ନେବେ ଯାହାଫଳରେ କି ଯେଉଁ କୁନ୍ଦୁରି ଚଟଣି ପୁରା ଚଟପଟା ହେଇକି ଟିକେ ଖଟା ହେଇକି ରହିବ, ବହୁତ ବଢ଼ିଆ ଲାଗିବ। ଟମାଟୋ କୁନ୍ଦୁରି ସହିତ ଭଲ ଭାବରେ ଟିକେ ମିଶେଇକି ଭାଜିଦେବା 1 ମିନିଟ୍ ପାଇଁ, ତାପରେ ଘୋଡ଼େଇକି 5 ମିନିଟ୍ ପାଇଁ ଛାଡ଼ିଦେବା ଯାହାଫଳରେ କି ସେଇ ଭିତରେ କୁନ୍ଦୁରି ଆଉ ଟମାଟୋ ବଢ଼ିଆ ଭାବରେ ସିଝି ଯାଇଥିବ। ଏଠି ଦେଖନ୍ତୁ 5 ମିନିଟ୍ ଭିତରେ ବଢ଼ିଆ ଭାବରେ ସିଝି ଯାଇଛି ଏସବୁ। ଏବେ ତାକୁ ପୁରାପୁରି ଥଣ୍ଡା କରିଦେବା। ଥଣ୍ଡା ହେଲା ପରେ ବାଟିବା। ଏବେ ଭଲ ଭାବରେ ଥଣ୍ଡା ହେଇସାରିବା ପରେ ଆମେ ଦେଇଦେବା ଗ୍ରାଇଣ୍ଡିଙ୍ଗ ଜାର୍ରେ ଆଉ ଦେବା ଅଳ୍ପ ଟିକେ ତେନ୍ତୁଳି। ଯଦି ଟିକେ ଅଧିକ ଖଟା ଆପଣଙ୍କୁ ପସନ୍ଦ ତାହେଲେ ଟିକେ ଅଧିକ ପକାଇ ପାରନ୍ତି, କିନ୍ତୁ ଅଳ୍ପ ଟିକେ ଦେବେ ତେନ୍ତୁଳି ଯେହେତୁ ଆମେ ଟମାଟୋ ଅଧିକ ପକାଇଛେ। ଆଉ କିଛି ଧନିଆ ପତ୍ର, ସ୍ୱାଦ ଅନୁସାରେ ଲୁଣ, ଏସବୁକୁ ବିନା ପାଣିରେ ବାଟିବେ, ବିଲକୁଲ ପାଣି ଦେବେନି। ପୁରା ଯେମିତି ଭର୍ତ୍ତା ପରି ରହିବ ସେମିତି ରହିବ ଆଉ ବହୁତ ବଢ଼ିଆ ଲାଗିବ। ପୁରା ଚଟପଟା ହେଇକି ରହିବ। ଆପଣମାନେ ଥରେ ବନାନ୍ତୁ ଦେଖିବେ, ସ୍ୱାଦ ପୁରା ଜବରଦସ୍ତ ରହିବ। ଏଠି ଦେଖନ୍ତୁ ଆମେ ବଢ଼ିଆ ଭାବରେ ତାକୁ ବାଟିକି ଆଣିଛେ, ତାକୁ ଗୋଟେ ପାତ୍ରକୁ ରଖିଦେବା ବା ଗୋଟେ ବୋଲକୁ ବାହାର କରିଦେବା। ତାପରେ ଆମେ ଯେଉଁ ଚଟପଟା ଚଟଣିରେ ଗୋଟେ ବହୁତ ବଢ଼ିଆ ଛୁଙ୍କ ଲଗାଇବା ବା ତଡ଼କା ଦେବା। ସେଥିପାଇଁ ଆମେ ଦେବା ତେଲ ପ୍ରଥମେ, ହେଙ୍ଗୁ ଟିକେ ଭଲ ବାସ୍ନା ପାଇଁ, ଜିରା, ସୋରିଷ ଗୋଟେ ଛୋଟ ଚାମଚ, ଶୁଖିଲା ଲଙ୍କା ଆଉ କିଛି ଭୃଷଙ୍ଗ ପତ୍ର। ଆପଣମାନେ ଚାହିଁଲେ ବିରି ଡାଲି ମଧ୍ୟ ଟିକେ ପକାଇ ପାରିବେ ଯାହାଫଳରେ କି ଯେଉଁ ତଡ଼କାଟା ବହୁତ ବଢ଼ିଆ ଲାଗିବ। ଆଉ ସବୁଠୁ ବଡ଼ ଜିନିଷ, ରସୁଣ 3-4ଟାକୁ ଟିକେ ହାଲକା ଛେଚିକି ଏଠି ପକାଇବେ। ବାସ୍ନା ବହୁତ ବଢ଼ିଆ ରହିବ, ସ୍ୱାଦ ବି ପୁରାପୁରି ଜବରଦସ୍ତ ରହିବ। ରସୁଣର ବାସ୍ନା ଏଇ ତଡ଼କାରେ ବହୁତ ବଢ଼ିଆ ଲାଗିବ। ଏମିତିକି ଏଇ କୁନ୍ଦୁରି ଚଟଣି ଆପଣମାନେ ଭାତ ସହିତ ବି ଖାଇପାରିବେ, ବହୁତ ସୁଆଦିଆ। ଏବେ ଆମେ କୁନ୍ଦୁରି ଚଟଣିରେ ଏଇ ଯେଉଁ ଛୁଙ୍କ ବା ତଡ଼କା ଲଗେଇକି ଭଲ ଭାବରେ ଗୋଳେଇ ଦେବା। ପ୍ରସ୍ତୁତ ହେଇଗଲା ଚଟପଟା ଟିକେ ଖଟା ରାଗ ଲୁଣିର ଆମର କୁନ୍ଦୁରି ଚଟଣି। କୁନ୍ଦୁରି ବି ଆମ ଦେହ ପାଇଁ ବହୁତ ଭଲ। ଆପଣମାନେ ନିଶ୍ଚୟ କୁନ୍ଦୁରି ଖାଆନ୍ତୁ ଏମିତି ପ୍ରସ୍ତୁତ କରିକି, ବହୁତ ବଢ଼ିଆ ଲାଗିବ। ଆମେ ଯେଉଁ ଦୋସା ପ୍ରସ୍ତୁତ କରିବା ସେଥିପାଇଁ ଗୋଟେ ପୁର ପ୍ରସ୍ତୁତ କରିବା ପାଇଁ ମୁଁ ଏଠି ନେଇଛି କିଛି ଛେନା, କ୍ଷୀର ଛିଣ୍ଡେଇକି ମୁଁ ଛେନା ଟିକେ ନେଇଛି। ତା ସହିତ ପିଆଜ ଗୋଟେ ଛୋଟ ଛୋଟ ଖଣ୍ଡ କରିକି କାଟିକି ପକାଇ ଦେଇଛି, ସ୍ୱାଦ ଅନୁସାରେ ଦେଇଦେଇଛି ଲୁଣ। ଆଉ ଆମେ ଯେଉଁ ଚଟଣି ପ୍ରସ୍ତୁତ କରିଥିଲେ ପୁରା ଚଟପଟା କୁନ୍ଦୁରି ଚଟଣି, ସେଇ ଚଟଣିରୁ ଗୋଟେ ଚାମଚ ଏଥିରେ ପକାଇଦେବେ। ଏଇ ଛେନା ପୁରଟି ପୁରା ଚଟପଟା ହେଇଯିବ, ଆଉ କୌଣସି ମସଲା ଗୁଣ୍ଡର ପକାଇବା ଆବଶ୍ୟକତା ନାହିଁ। ଏବେ ଦେଖନ୍ତୁ ଆମେ ଯେଉଁ ଦୋସା ପ୍ରସ୍ତୁତ କରିବା ପାଇଁ ଗଜା କୋଳଥରେ ଘୋଳ ପ୍ରସ୍ତୁତ କରିଥିଲେ ସେଥିରେ ଏବେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ। ଏବେ ଆମେ ପ୍ରସ୍ତୁତ କରିବା ପୁରା କ୍ରିସ୍ପି ପୁର ଦିଆ ଦୋସା। ତାୱାକୁ ପ୍ରଥମେ ଭଲ ଭାବରେ ଗରମ କରିଦେବା, ଟିକେ ତେଲ ଲଗାଇଦେବା, ତାପରେ ଟିକେ ପାଣି ପକାଇକି ଗୋଟେ ଟିସ୍ୟୁ ପେପରରେ ହେଉ କିମ୍ବା ଗୋଟେ କପଡ଼ାରେ ଭଲ ଭାବରେ ପୋଛିଦେବା। ଏମିତି ପ୍ରଥମ ଥର କରିଦେଲା ପରେ ଆମେ ଯେତେ ବି ଦୋସା ପ୍ରସ୍ତୁତ କରିବା ବିଲକୁଲ ତେଲ ପକାଇବାକୁ ପଡ଼ିବନି। ବିନା ତେଲରେ ଆପଣମାନେ ପୁରାପୁରି କ୍ରିସ୍ପି ଦୋସା ପ୍ରସ୍ତୁତ କରିପାରିବେ। ପ୍ରଥମେ ଆମେ ତାୱାକୁ ଭଲ ଭାବରେ ଗରମ କରିଦେବା ମିଡ଼ିୟମ୍ ଫ୍ଲେମ୍ରେ। ତାପରେ ଗୋଟେ ଡଙ୍କି ଏଇ ଯେଉଁ ଘୋଳ ନେଇକି ଠିକ୍ ତାୱାର ମଝିରେ ରଖିକି ଧୀରେ ଧୀରେ ଆମେ ସ୍ପ୍ରେଡ୍ କରିବା ଚାରିଆଡ଼କୁ ପୁରା ପତଳା କରିକି। ତାପରେ ଆମେ ଟିକେ ଘିଅ ଦେଇଦେବା। ଆପଣମାନେ ଚାହିଁଲେ ତେଲ ମଧ୍ୟ ଦେଇପାରନ୍ତି, କିନ୍ତୁ ଟିକେ ଘିଅ ଦେଲେ ତାର ବାସ୍ନା ସ୍ୱାଦ ଆହୁରି ବଢ଼ିଯିବ, ଦେହ ପାଇଁ ବି ବହୁତ ଭଲ ରହିବ। ତା ଉପରେ ଆମେ ଦେଇଦେବା ଯେଉଁ ଛେନା ପୁର ପ୍ରସ୍ତୁତ କରିଥିଲେ ସେଇ ଛେନା ପୁରକୁ ଚାରିଆଡ଼େ ଏମିତି ଖେଳେଇକି ରଖିଦେବା ଆଉ କିଛି ସମୟ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଛାଡ଼ିଦେବା। ତାପରେ ଦେଖିବେ ତଳପଟଟି ପୁରାପୁରି ବଢ଼ିଆ ଭାବରେ କ୍ରିସ୍ପି ହେଇଯାଇଥିବ। ତାପରେ ତାକୁ ଏମିତି ମୋଡ଼ିକି ଯେମିତି ଆମେ ଦୋସା ପ୍ରସ୍ତୁତ କରନ୍ତି ସେମିତି ଆପଣମାନେ ପ୍ରସ୍ତୁତ କରିପାରିବେ। ଖାଇବାକୁ ବେଶ ସୁଆଦିଆ, ପୁରା ଉପରୁ କ୍ରିସ୍ପି ରହିବ। ଆପଣମାନେ କେବେ ଭାବିଥିଲେ କି ଏମିତି ଗଜା କୋଳଥରେ ବି ଦୋସା ହେଇପାରେ? ଆପଣମାନେ ନିଶ୍ଚୟ ବନାନ୍ତୁ ଆଉ ଖାଆନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ। ଆଉ ଯଦି ଆପଣମାନେ ଚକୁଳି କରିବାକୁ ଚାହୁଁଥାନ୍ତି ତାହେଲେ ଆପଣମାନେ ଏତେ ପତଳା ନ କରିକି ଟିକେ ହାଲକା ମୋଟା କରିକି ମଧ୍ୟ ପ୍ରସ୍ତୁତ କରିପାରିବେ, ବହୁତ ବଢ଼ିଆ ଲାଗିବ। ଆଉ ଯେକୌଣସି ଚଟଣି ହେଉ କିମ୍ବା ଘୁଗୁନି ସହିତ ବି ଖାଇପାରିବେ, ବହୁତ ବଢ଼ିଆ ଲାଗିବ। ଆଜିର ଏଇ ନୂଆ ପ୍ରୟାସଟି ଆପଣମାନଙ୍କୁ କେମିତି ଲାଗିଲା ବିନମ୍ରତାର ସହିତ ଅନୁରୋଧ ନିଶ୍ଚୟ ଜଣାଇବେ। ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ସହିତ ହାଇପ୍ କରିଦେବେ। ଆଜି ପାଇଁ ଏତିକି, ପୁଣି ଦେଖା ହେବା ଆଉ ଗୋଟିଏ ଚଳଚ୍ଚିତ୍ରରେ ଆଉ ଗୋଟିଏ ବ୍ୟଞ୍ଜନ ସହିତ। ଜୟ ଜଗନ୍ନାଥ।